जहाँकि आम आसलु हिंजलिका आटू से टी कम थिला। नमस्कार, जय जगन्नाथ सभी को पुणी थे एनपी सीरीज आउ एक नुआ वीडियो को आपन समस्त को स्वागत करुच्ची। आम आसलु हिंजलिकाटू आमर टिके काम थिला जहाँकि आमर काम सरची। एबे आमर टाइम हिची जहाँकि 2टा अधे हेलानी। आम एबे काम सरीची, काम सारिकी एबे आम टिके भाविचु माँ को टिके दर्शन करने जीवु जहाँकि आमर गंजाम इष्ट देवी माँ तारातारिणी को टिके दर्शन करके आसबू। आम एबे वर्तमान अच्छु जहाँकि हिंजलिकाटू एबे बाहरचु जहाँकि माँ जो आम जो जो यात्रा करू माँ यू दूरता हूँ 23 किलोमीटर। आम यही 23 किलोमीटर रास्ता अतिक्रम करी माँ पाखक जाऊँ। आमर यात्रा किपरि कौन होची आपण माने संपूर्ण वीडियोटी देखि नेबे। आउ वीडियोटी केमिति कौन लागिची हमको निश्चित कमेंट माध्यम रे जणाइबे एवं लाइक करबा को भूली जिवे नहीं। राशि भाषी या बेसी बुझे नहीं। हाँ क्यों कहलु गछ जहाँ बढ़िया लगे देखो। पुणी थे कही रखुची आपण मैंने जदि आम चैनल को प्रथम थर पर विजिट कर सब्सक्राइब करने को भूली जिवे नहीं एवं आपण प्रियजन सांगसाथी मान पाखे आमर भिडटी बहु मात्रा शेयर कर पहुँचाई देवे। भाई जो तारातारिणी छकटा कोडी सीधा गए आ एपट जो देखो सियाड़े गोटे रास्ता से भितर कोठी जी हाँ गुप्तेश्वर आटा सामान तारातारिणी छक वर्तमान आम पहुंच जाइछु आ मात्र 8 किलोमीटर बाकी अच्छी और वर्तमान बाइक चलाउछंती। आपण माने जदि हिंजलिकाटू देकी आसुचंती एठू डाहाण को बुलिबे टिके जस्ट गोटे 100 मीटर आगू गले से आमर जो छकटा आसो से तारातारिणी छक। बे आमे माने आसिक पहुंच जाइलु तारातारिणी छक रे। एपट हूँ ब्रह्मपुर एपटे आमर पोलछरा जो बुढ़ाम्ब जदि आपण जदि ब्रह्मपुर पटू आसुचंती
ମାତ୍ର ଦୂରତା ହଉଛି 30 କିଲୋମିଟର। ଆଉ ବୁଢାମ୍ବୁ ପଟ ଯଦି ଆସୁଛନ୍ତି ଦୂରତା ହଉଛି 23 କିଲୋମିଟର। ଆଉ କାଠୁ ରାସ୍ତା ମଧ୍ୟ ଅଛି। ଆମେ ମାନେ ଯୋଉ ଆସିଲୁ କାଠୁ ଦେଇକିରି, ଯଦି ଆମେ ଏବେ ବର୍ତ୍ତମାନ ଥିଲୁ ତାରାତାରିଣୀ ଛକରେ, ଏବେ ଯିବୁ ଏପଟେ ରାସ୍ତା ଅତିକ୍ରମ କରି। ତାରାତାରିଣୀ ଛକ ଆଗରେ ଗୋଟେ ଜୁସ୍ ଦୋକାନ ଅଛି, ସେଇ ଜୁସ୍ ଦୋକାନକୁ ଯାଇଥିଲୁ। ଏବେ ସେଇ ଜୁସ୍ ଦୋକାନରେ ଲସି ବନା ଚାଲିଛି, ଲସି ପିଇବୁ, ତାପରେ ପୁଣି ବାହାରିକିରି ଆମେ ଯିବୁ ମନ୍ଦିର ଆଡ଼କୁ। ଏବେ ଆସିଥିଲୁ, ଆମେ ତାରାତାରିଣୀ ଛକରେ ଥିଲୁ। ତାରାତାରିଣୀ ଛକରୁ ଏବେ ବାହାରିକି ଯାଉଛୁ ଯୋଉ ମାଙ୍କର ଦର୍ଶନ କରିବା ପାଇଁ। ଏଇଟା ହଉଛି ଆମର ତାରାତାରିଣୀ ITI କଲେଜ। ଏଇଟା ପାନ୍ଥ ନିବାସ। ଦେଖନ୍ତୁ, ମୁଁ ମନ୍ଦିରର ଭିଡିଓଟା ଟିକେ ଏଇଠୁ ରାସ୍ତାରୁ ଟିକେ ଜୁମ କରିକି ନଉଛି। ଯଦି ଦେଖା ଯାଉଛି ଟିକେ ମଧ୍ୟ ଟିକେ ଝାପସା ଟିକେ ଦେଖାଯିବ। କ୍ୟାମେରା କ୍ୱାଲିଟି ଆମର ଟିକେ ଏତେ ଟିକେ ଭଲ ନାହିଁ ତ, ସେଥିପାଇଁ। ଦେଖନ୍ତୁ, ପୁରା ପାଖରେ ଅଛୁ ମନ୍ଦିର, ପୁରା ଭିଉଟା ମନ୍ଦିର ଆକ୍ଚୁଆଲି ଦେଖାଯାଉନି। ମନ୍ଦିର ଯୋଉ ସାଇଡରେ ଯୋଉ ଘର ଜାଗା ଅଛି ସେଗୁଡା ଟିକେ ଟିକେ ଦେଖାଯାଉଛି। ଆମେ ଯାଉଛୁ ଏବେ ମନ୍ଦିର ଆଡକୁ। ଯଦି ଆପଣ ମାନେ ଆମର ଗଞ୍ଜାମ ଜିଲ୍ଲାର ହେଇକିରି ଯଦି ମାଙ୍କୁ ଦର୍ଶନ କରିବାକୁ ଆସିନାହାନ୍ତି, ଗୋଟେ ଥର ଆସନ୍ତୁ, ବୁଲିକି ଯାଆନ୍ତୁ। ଆମର ଯାହାକି ମା ଅଧିଷ୍ଠତୀ ଦେବୀ ଗଞ୍ଜାମର। ଇଆଡେ ଗଲେ ଛତ୍ରପୁରରେ ଲିଫ୍ଟ ଯିବା। ଲିଫ୍ଟରେ କେତେ ଟଙ୍କା? 300 ଟଙ୍କା। ଲିଫ୍ଟରେ ଯିବା ନା ଚାଲି ଚାଲି ଯିବା ନା ବସରେ ଯିବା? ଚାଲି ଯିବା ହେରି, ଚା ପିଉଚି। ଚାଲି ଗଲେ ହେରି ଇଆଡୁ ତ ଯିବା ହେରି ଆଉ। ଏବେ ଆସିଥିଲୁ ହେରି, ଏବେ ମନ୍ଦିର ଯାହାକି ଆମେ ଉପରକୁ ଏପଟେ ଉପରକୁ ଯାଉଛନ୍ତି। ବସ ର ଅଛି ସୁବିଧା, ଆଉ ଆମର ଲିଫ୍ଟ ର ମଧ୍ୟ ସୁବିଧା ଅଛି। ଆଉ ଚାଲି ଯିବା ପାଇଁ ସିଡି ମଧ୍ୟ ଅଛି। ଯାହାକି ଉପରେ କିଛି ପୂଜା ସାମଗ୍ରୀ ମିଳୁନି ନା, ତଳେ ଏକା ମିଳୁଛି। ସେଥିପାଇଁ ଆମେ ଏଠୁ ଏକା ପୂଜା ସାମଗ୍ରୀ ଟିକେ କିଣି ଦଉଛୁ ମାଙ୍କ ପାଇଁ। ଆପଣ ଟିକେ ପଚାରଦା, ଆପଣଙ୍କ ନାଁ ଟା ଟିକେ କହିଦେ। ସୀମାଞ୍ଚଳ ବେହେରା। ସୀମାଞ୍ଚଳ ବେହେରା। ବାପା
ଆଉ କେତେ ବର୍ଷ ହେଲା କଣ ଏଠି ବେପାର କଲେଣି ମାଙ୍କ ପାଖରେ? 30 ବର୍ଷ। ଆସୁଛନ୍ତି ଏଇ ବାପାଙ୍କ ପାଖରୁ ପୂଜା ସାମଗ୍ରୀ ନେଇଯିବେ। ଆଉ ତାଙ୍କ ପାଖରେ ତାଙ୍କ ଦୋକାନ ପାଖରେ ଆମେ ଗାଡି ମଧ୍ୟ ରଖିଦେଲୁ। ସେଥିପାଇଁ ବସ୍ ସୁବିଧା ନ କରିକିରି ଆମେ ଚାଲି ଚାଲି ଯିବୁ ବୋଲି ଟିକେ ଭାବିଛୁ ଆଉ। ଆମେ ଆସି ଯାଇଥିଲୁ ତାରାତାରିଣୀକୁ, ପହଞ୍ଚି ଗଲାଣୁ ତାରାତାରିଣୀରେ। ଆମେ ଭାବିଲୁ ଟିକେ ସବୁବେଳେ ତ ବସ ରେ ଯାଉଛୁ, ଆଉ ବସ ରେ ଯାଉଛୁ କିନ୍ତୁ ଏଥର ଟିକେ ଭାବିଲୁ ଟିକେ ସିଡି ମାଧ୍ୟମରେ ଯିବୁ ବୋଲି ଆଉ। ଦେଖନ୍ତୁ ଏଠାରେ ଗୋଟେ ବିବାହ ଚାଲିଛି। ଆପଣମାନେ କଣ ଭାବୁଛନ୍ତି ଏ ବିବାହ ଦେଖିକିରି? ସିଡି ଆମେ ଯୋଉ ଚଢି ଚଢି ଯାଉଛୁ, କେତେଟା ସିଡି ଅଛି ଜାଣିଛନ୍ତି? ସିଡି ଅଛି ଆମର 999 ସିଡି। 999 ସିଡି ଅତିକ୍ରମ କରି ଗଲା ପରେ ଆମେ ଯାଇକିରି ମାଙ୍କ ପାଖରେ ପହଞ୍ଚିବା। ଦେଖିବା ଯଦି ଆମେ ଭାବିଛୁ ଆସିଲା ବେଳୁ ଭାବିଛୁ ବସ ରେ ଆସୁ ବୋଲି। ଏବେ ଗଲା ଆସୁ ଭାବିଲୁ ଟିକେ ସିଡିରେ ଯିବୁ ବୋଲି। ଭଲ ହେଇଥାନ୍ତା ଗଲା ଆସୁ ଯଦି ବସ ରେ ଯାଇଥାନ୍ତୁ, ବସ ରେ ଯାଇଥାନ୍ତୁ ହେରି, ଆସିଲା ବେଳୁ ସିଡିରେ ଆସିଯାନ୍ତୁ ବୋଲେ ଏତେ ହାଲିଆ ଲାଗିନଥାନ୍ତା। ଏବେ ଆମେ ସିଡି ଚଢି ଚଢି ଅଧା ରାସ୍ତା ଆସିଲାଣୁ ହେରି, ଆଉ ବାକି ଆଉ ଟିକେ ଅଛି ବାଟ। ଆଉ ଆମର ସାଙ୍ଗରେ ଯୋଉ ଆସିଛି ସିଏ ହେଉଛନ୍ତି ବିବେକାନନ୍ଦ ସ୍ୱାଇଁ। ବିବେକାନନ୍ଦ ଟିକେ ଦେଖୁନ ତମ ଫଟୋ ମୁହଁ ଫୁହଁ ଟିକେ ଦେଖ। ବିବେକାନନ୍ଦ ସ୍ୱାଇଁ ଆସିଛନ୍ତି। ତାଙ୍କର ହାଲତ ହେଲେ ଚଢ଼ି ଚଢ଼ି ଖାଁ ବାଁ ହେଇଗଲେଣି। ଆଉ ଦେଖୁଥିବେ ଭିୟୁଟା ଟିକେ ଦେଖେଇ ଦେଉଛି। ଏ ସିଡ଼ିର ଯେଉଁ ଅଧା ରାସ୍ତା ଆସିଲା ପରେ ଋଷିକୁଲ୍ୟା ନଦୀଟା, ଆଉ ଯେଉଁ ରାସ୍ତାରେ ଯେଉଁ ଆମେ ଆସୁଥିଲୁ ସେ ରାସ୍ତାଟା ବି ଦେଖାଯାଉଛି। ପୁରା ଭଲ ଲାଗୁଛି। ସିଡ଼ି ଚଢ଼ି ଚଢ଼ି ଯାଉଛୁ, ବର୍ଷା ଟିକେ ଟିକେ ମଧ୍ୟ ହେଉଛି। ଭାଇମାନେ ସିଡ଼ି ଚଢ଼ିକିରି ମାଆଙ୍କ ପାଖକୁ ଦର୍ଶନ କରିବା ପାଇଁ ମୁଁ ଏଇଟା ଫାଷ୍ଟ ଟାଇମ୍ ଆଇଛି। ଆଉ ନହେଲେ ଯେଉଁ ଆସିବାର ବସ୍ରେ ଯିବାର ବି। ଏବେ କିନ୍ତୁ 2 ବର୍ଷ ହେଲା ମାଆଙ୍କ ପାଖକୁ ଆସିନଥିଲି। ଭାବିଲୁ ଯାହାକି ଆମେ ଆସିଥିଲୁ ହିଞ୍ଜିଳିକାଟୁ, ସେଠାରେ ଟିକେ କାମ ଥିଲା। ଆମ ସାଙ୍ଗ ବି ଆସିଛି ଯେଉଁ ବିବେକାନନ୍ଦ, ସେ ଖାଲି ଟିକେକୁ ଖାଲି ମୁହଁ ବୁଲେଇ ଦେଉଛି। ତାର କାମ ଥିଲା ଯେଉଁ ହିଞ୍ଜିଳିକାଟୁରେ ଆସିଥିଲୁ। ସିଏ ବି କହିଲା ମୁଁ ବି 3 ବର୍ଷ ହେଲା ମାଆଙ୍କୁ ଦର୍ଶନ କରିନି, ଦର୍ଶନ କରିବାକୁ ଯିବା। ଏବେ ମୁଁ ଟିକେ ଉପର ଭ୍ୟୁ ଟିକେ ଦେଖେଇ ନେଉଛି, ଯେଉଁ ପୁରା ପାଖାପାଖି ଯେଉଁଠି ଆସିଲାଣୁ। ଗୋଟେ ସାଙ୍ଗରେ ଗୋଟେ ବ୍ୟାଗ୍ ଅଛି। ଯଦି ଆପଣମାନେ ଆମ ଭିଡ଼ିଓକୁ ଦେଖୁଛନ୍ତି ବହୁତ ମାତ୍ରାରେ ସେୟାର କରି ପହଞ୍ଚାନ୍ତୁ। ଆପଣଙ୍କର ସପୋର୍ଟରେ ଆମେ ପୁରା ଆହୁରି ଆଗକୁ ଯିବୁ। ଏବେ ଦେଖିନିଅନ୍ତୁ ଆମେ ପୁରା ମନ୍ଦିର ପାଖାପାଖି ହେଇଗଲାଣୁ। ଆଉ ଟିକିଏ ଜଷ୍ଟ ଆଉ 20ଟା ସିଡ଼ି ଥିବ। କେତେ ଜଲ୍ଦି ଲାଗିଲା ସିଡ଼ି ଚଢ଼ିକିରି ଆସିଲେ ବେଳୁ। ଆମେ ଭାବିଲୁ ବହୁତ ଲେଟ୍ ହେବ, ହାଲିଆ ମଧ୍ୟ ଲାଗିବ, କିନ୍ତୁ ଗୋଟେ ନିଶ୍ୱାସରେ ଆସିଛୁ। କୁଆଡ଼େ ବି ଆଉ କିଛି ରହିନୁ। ବର୍ଷା ଟିକେ ଟିକେ ଏମିତି ହେଉଛି, ପାଗଟା ବଢ଼ିଆ ଅଛି। ସିଡ଼ି ଚଢ଼ା ମଧ୍ୟ ବହୁତ ମଜା ଲାଗୁଛି। ଦେଖନ୍ତୁ ହାଲତ ତାର ବି ସେ ଖାଲି ଧରି ଆଉଛି। ଆମ ପଛପଟେ ଯେଉଁ ନଦୀଟା ଦେଖୁଛନ୍ତି ସେଇଟା ହେଉଛି ଋଷିକୁଲ୍ୟା ନଦୀ। ମନ୍ଦିର ପାଖାପାଖି ଆସିଲାଣି, ଆଉ 10ଟା ଖଣ୍ଡେ ସିଡ଼ି ଥିବ। ବର୍ତ୍ତମାନ ଆସିଯାଇଛୁ ଆମେ ମାଆଙ୍କ ପାଖକୁ।
ମାଙ୍କର ମନ୍ଦିର ସାମ୍ନାରେ ଏବେ ଅଛୁ। ଚାରିପଟେ ଭ୍ୟୁ ଟିକେ ଦେଖାଇ ନେଉଛି ମନ୍ଦିରର। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଋଷିକୁଲ୍ୟା ନଦୀ କୂଳରେ କୁମାରୀ ପର୍ବତ ଶିଖରରେ ଆଦିଶକ୍ତିର ଏକ ହିନ୍ଦୁ ମନ୍ଦିର। ଏହା ହେଉଛି ମା ତାରାତାରିଣୀଙ୍କର ଶକ୍ତିପୀଠ। ମନ୍ଦିରର ପରିକ୍ରମା ସମ୍ପୂର୍ଣ୍ଣ ଭିଡ଼ିଓ ମାଧ୍ୟମରେ ଦେଖାଇ ନେଉଛୁ। ଆମେ ମନ୍ଦିରର ସମ୍ପୂର୍ଣ୍ଣ ଭିଡ଼ିଓଟି ବନାଇ ନେଇଛୁ। ଆପଣମାନେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିନେବେ। ଆମର ଭିଡ଼ିଓଟି କିପରି କେମିତି ହେଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇଦେବେ। ଦେଖିପାରୁଥିବେ ଯେଉଁ ରୋଡ଼ଟାରେ ଆମେ ଆସିଥିଲୁ ମନ୍ଦିର ଉପରକୁ, ଯେଉଁ ଆସିବା ପରେ ଦେଖାଉଥିଲି ଯେଉଁ ସାଇଡ଼୍ରେ ରୁମ୍ ଯାକ ଅଛି, ତଳେ ରୁମ୍ ଯାକ ସୁବିଧା ଅଛି ସବୁକିଛିର। ଏହା ହେଉଛି ମନ୍ଦିରର ବାମ ସାଇଡ଼୍ର ଭ୍ୟୁ ପଏଣ୍ଟଟି। ସମ୍ପୂର୍ଣ୍ଣ ପରିକ୍ରମାର ଭିଡ଼ିଓଟି ଦେଖାଇ ନେଉଛି। ଭାଇ ଯେଉଁ ମୁଁ ତଳରୁ ଦେଖାଉଥିଲି ଯେଉଁ ସାଇଡ଼୍ ରୁମ୍ ଯାକ, ପୁରା ହେଉଛି ଆମର ସେଇ ସାଇଡ଼୍ ରୁମ୍ ଯାକ। ଦେଖିପାରୁଥିବେ ରୁମ୍ ଯାକ କେମିତି କ'ଣ ହୋଇଛି। ଭାଇ ପୁରା ଶୌଚାଳୟ ମଧ୍ୟ ପୁରା ଏତେ ନିଟ୍ ଆଣ୍ଡ କ୍ଲିନ୍ ଅଛି, ବହୁତ ବଢ଼ିଆ ଅଛି, ସଫା ସୁତୁରା ବହୁତ ବଢ଼ିଆ। ଦେଖୁଛନ୍ତି ପୁରା ହଲ୍ ଯାକ ମୁଁ ଟିକେ ଦେଖାଇ ନେଉଛି। ବହୁତ ସୁବିଧା ଅଛି ମଧ୍ୟ ଏଇଠି ସବୁକିଛିର। ଏବେ ମନ୍ଦିର ଭିତରକୁ ଯାଉଛୁ। ଆଗେ ମନ୍ଦିର ଭିତରକୁ ଯିବା ପାଇଁ ଟିକେଟ୍ ହେଉଥିଲା, ଏବେ କିନ୍ତୁ ଟିକେଟ୍ ନାହିଁ। ମୁଁ ମନ୍ଦିର ଭିତର ସମ୍ପୂର୍ଣ୍ଣ ପରିକ୍ରମାଟି ଭିଡ଼ିଓ ମାଧ୍ୟମରେ ଦେଖାଇ ନେବେ। ଏବେ ଟିକେ ଜୁମ୍ କରି ନେଉଛି, ଯାହାକି ମନ୍ଦିରର ଗର୍ଭଗୃହ ଟିକେ ଜୁମ୍ କରି ଦେଖାଇ ନେଉଛି। କିନ୍ତୁ ମନ୍ଦିର ଭିତରକୁ ତ ମୋବାଇଲ ଏଲାଉ ନାହିଁ, ସେଥିପାଇଁ ମୁଁ ମନ୍ଦିର ଭିତର ପୁରା ଭିଡ଼ିଓଟି କରିପାରୁନାହିଁ। ମନ୍ଦିର ଗର୍ଭଗୃହରେ ଗୋଟିଏ CCTV ଲାଗିଛି। ଏହା LED ମାଧ୍ୟମରେ ପ୍ରସାରଣ ହେଉଛି। ଏହାର ଭିଡ଼ିଓଟି ମୁଁ ଦେଖାଇ ନେଉଛି। ଭଗବାନ ଶିବଙ୍କ ଦୁଃଖର ମହାଜାଗୃତିକ ନୃତ୍ୟ ସମୟରେ ଦେବୀ ସତୀଙ୍କ ଛିନ୍ନ ଶରୀରର ଅଂଶ ପଡ଼ିଥିବା ବିଶ୍ୱାସ କରାଯାଏ। ଏହି ମନ୍ଦିର ପ୍ରାଚୀନ କାଳରୁ ଆରମ୍ଭ ହୋଇଛି ଏବଂ ଆଦିଶକ୍ତି ପୂଜାର ପରମ୍ପରାକୁ ପ୍ରତିଫଳିତ କରି ତାନ୍ତ୍ରିକ ପୂଜା କେନ୍ଦ୍ର ହୋଇ ଆସିଛି। ଦେବୀ ତାରା ଏବଂ ତାରିଣୀଙ୍କୁ ଯମଜ ଭଉଣୀ ଏବଂ ଆଦିଶକ୍ତିର ପ୍ରକାଶ ଭାବରେ ବିବେଚନ କରାଯାଏ। ସମ୍ପୂର୍ଣ୍ଣ ମନ୍ଦିରର ପରିକ୍ରମା ଭିତରର ବୁଲେଇ ଦେଖାଇ ନେଉଛି। କାରୁକାର୍ଯ୍ୟ କେତେ ସୁନ୍ଦର ଭାବରେ ହୋଇଛି। ଆଗର କାରୁକାର୍ଯ୍ୟ ବହୁତ ସୁନ୍ଦର ଭାବରେ ହୋଇଛି। ଆଉ ଗୋଟେ କଥାଟି କ'ଣ ନା, ଏଠାରେ ହଜାର ହଜାର ଭକ୍ତଙ୍କର ଭିଡ଼ ଜମିଥାଏ। ମାର୍ଚ୍ଚ ଆଉ ଏପ୍ରିଲ ମାସରେ ଚୈତ୍ର ଯାତ୍ରା ବୋଲି ଗୋଟେ ମହୋତ୍ସବ ହୋଇଥାଏ। ଏଠାରେ ହଜାର ହଜାର ଭକ୍ତ ଆସି ନିଜର ମାନସିକ ପୂରଣ କରନ୍ତି, ଯାହାକି ଯେଉଁ ସେ ମାନସିକ କିଏ ଚୁଟି କାଢ଼ନ୍ତି ଓ କିଏ ନଡ଼ିଆ ମଧ୍ୟ ଦେଇଥାନ୍ତି। ଯେତେବେଳେ ଯେଉଁ ଦଶହରା ସମୟ ହୋଇଥାଏ, ଯେଉଁ ଅଷ୍ଟମୀ ପୂଜା ହୋଇଥାଏ, ଏଠାରେ ରାତ୍ର ସମୟରେ ମାଙ୍କର ଗୋଟେ ବହୁତ ବଡ଼ଗିରି ପର୍ବ ହୋଇଥାଏ। ସେଦିନ ମଧ୍ୟ ହଜାର ହଜାର ଭକ୍ତଙ୍କର ଭିଡ଼ ଜମିଥାଏ। ଏହା ହେଉଛି ମନ୍ଦିର ସାମ୍ନାର ଗୋଟିଏ ଭ୍ୟୁ ପଏଣ୍ଟଟି। ଏଠାରେ ଯେଉଁ ଦେଖାଇ ନେଉଛି, ଏ ତଳପଟେ ରୋପ୍ ୱେ ଅଛି, ଯାହାକି ରୋପ୍ ୱେର ସୁବିଧା ମଧ୍ୟ ଅଛି ଆସିବା ପାଇଁ। ବ୍ରିଜଟା ଏବେ ନୂଆ ହେଇଯିବ। Why you keeping me waiting?
ଆମେ ଯେଉଁ ଏବେ ଉପରକୁ ଯାଉଛୁ ଏଠି ଗୋଟେ ଆଧ୍ୟାତ୍ମିକ ସେଣ୍ଟର ଗୋଟେ ଅଛି, ଯାହାକି ଗୋଟେ ମେଡ଼ିଟେସନ୍ କରିଲା ଭଳିଆ ଗୋଟେ ଜାଗାଟେ ଗୋଟେ ଅଛି। କେତେ ଉପରେ ଅଛି ଯେଉଁ ଏଇଟା ଯେଉଁ ଦୂରରୁ କହୁଥିଲି କି ଦେଖନ୍ତୁ ଏଠାରେ କେତେ ଗୁଡ଼ିକ ସୋଲାର ପ୍ୟାନେଲ ଲାଗିଛି। ମନ୍ଦିର ପ୍ରକଳ୍ପ ବହୁତ ସୁନ୍ଦର ଭାବରେ ହୋଇଛି। ଧ୍ୟାନ କେନ୍ଦ୍ର ଧ୍ୟାନ କରୁଛନ୍ତି ମେଡିଟେସନ୍। ଶାନ୍ତିରେ ଏଇଟେ ବଢିଆ ଭିଉ ଆଉଛି ରେ। ଯେବେ ଆସୁଛନ୍ତି ଏଇ ଉପରକୁ ଆସନ୍ତୁ, କେତେ ଶାନ୍ତି ଲାଗୁଛି ଏଇ ଜାଗାଟି। ଶେଷରେ କହି ରଖୁଛି, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରିଦେବେ। ଯଦି ଭୁଲି ଯାଇଛନ୍ତି ସବସ୍କ୍ରାଇବ୍ କରିବାକୁ, ମନେ ପକାଇ ଦେଉଛି ସବସ୍କ୍ରାଇବ୍ କରିଦେବେ। ଅଧିକ ମାତ୍ରାରେ ସେୟାର କରି ପହଞ୍ଚାଇଦେବେ। ଆଜି ପାଇଁ ଏତିକି, ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ। ଆପଣଙ୍କ ଅଞ୍ଚଳରେ ରହୁଛି। ଜୟ ମା ତାରାତାରିଣୀ।